ସମୁଦ୍ର ପାଖାପାଖି ହେଇଗଲି ଯାଉଛି ପ୍ରବଳ ବାଟ ଦୌଡ଼ି ଦୌଡ଼ି ଆସିବାକୁ ପଡ଼ୁଛି ସମୁଦ୍ର ପାଖରୁ। ଏ ମା ପ୍ରବଳ ଭୟ ଲାଗୁଛି ଏକୁଟିଆଟା ଜଙ୍ଗଲ ଭିତରେ। ସେଇଥିପାଇଁ କେହି କୁଆଡ଼େ ନାହାନ୍ତି ନା, ସେଇଥିପାଇଁ ଦେଖ ଏ ପାଖରେ ସମୁଦ୍ର। ସମୁଦ୍ର ପାଖକୁ ଯାଉଛି, ପାଖାପାଖି ହେଇଗଲି। ଆଡ଼େ ବି ବଢ଼ିଆ ପ୍ଲେସମେଣ୍ଟ ଅଛି, ମାନେ ଆ ଭିତରେ ବି ବୁଲିବାକୁ ଦେଖନ୍ତୁ ବଢ଼ିଆ ଜାଗା ବି ଅଛି। ରୋଷେଇ କରିବାକୁ ବି ବହୁତ ସୁବିଧା ଜାଗା ଏଇଟା। ଏ ଜଙ୍ଗଲ ଯେଉଁ ହେଇଯାଇ ଚାରିପାଖ, ସେଇଥିପାଇଁ କେହି ଆସୁନାହାନ୍ତି ଭୟରେ ବୋଧେ। ସମୁଦ୍ର ଏଇଠି ପାଖରେ ଦେଖାଗଲା। ସମୁଦ୍ର ଏ ଦେଖ, ସମୁଦ୍ର ଦେଖାଗଲା ଏଇଠି, ସେଇଥିପାଇଁ କେହି ଆସୁନାହାନ୍ତି। ହଉ ମୁଁ ଏକୁଟିଆ ଆସିଛି, ମା ଅଛି ମୋ ପାଖରେ। ମାଆକୁ କିନ୍ତୁ ପାଖରେ ଡାକିନି, ଅଧ ବାଟରେ ଡାକିକି ଯାଇଛି। ମା କିନ୍ତୁ ଆସିବ, ନିଶ୍ଚିନ୍ତ ଆସିବ। ଏକୁଟିଆଟା ଜଙ୍ଗଲ ଭିତରେ ନା, ପ୍ରବଳ ଭୟ ଲାଗୁଛି ଏକୁଟିଆଟା ସମୁଦ୍ର କୂଳ। ଦେଖ ଫରେଷ୍ଟର ବି ଏପଟେ ବୋର୍ଡ ମରା ହେଇଛି। ଏଇଠି ସମୁଦ୍ର କୂଳ, ଏଇଟା ପୁରା ସମୁଦ୍ର କୂଳ। ଏଇଠି ଦେଖ ସମୁଦ୍ର କୂଳ, ବହୁତ ଖୁସି ଲାଗୁଛି ପାଖକୁ ଆସିଲା ପରେ। ମାନେ ଏତେ ଆନନ୍ଦ ଲାଗୁଛି, ମାନେ କହି ହବନି। ଜୟ ଜଗନ୍ନାଥ। କେହି କୁଆଡ଼େ ନାହାନ୍ତି, କେହି କୁଆଡ଼େ ନାହାନ୍ତି ଏପଟେ, କେହି କୁଆଡ଼େ ନାହାନ୍ତି। ଦେଖ ଏଇଠି ମୁଁ ଜଙ୍ଗଲ ଭିତରେ ଟୋଟାଲ, ଦେଖ ମାନେ ଜଙ୍ଗଲ ମୋ ଚାରିପାଖ ଟୋଟାଲ, ମାନେ କେହି ନାହାନ୍ତି ଏପଟେ। ମୁଁ କେବଳ ଏକୁଟିଆ ଏଠି। ଏପଟେ ଦେଖ ଟୋଟାଲ ସମୁଦ୍ର। ଏଇଠି ଏପଟେ ସମୁଦ୍ର, ସେପଟେ କ'ଣ ଲୋକ ଅଛନ୍ତି ସାଡ଼େ ଯାଇକି, ସେ ଯେଉଁ ଦେଖାଯାଉଛି ସାଡ଼େ, ସାଡ଼େ ଲୋକ ଅଛନ୍ତି। ତ ସମୁଦ୍ର ପାଖକୁ ଯିବେ ଆମେ, ପାଣି ଛିଞ୍ଚି ହେଇଛି ନା, ବାଟ ଭୁଲି ଯିବି ଏଠି, ଆଉ ମୁଁ ଯାଇପାରିବିନି। ପ୍ରବଳ ବାଟ ମୁଁ ଚାଲିକି ଆସିଲି, ସମୁଦ୍ର ପୁରା ପାଖାପାଖି। ପ୍ରଭୁ ପାଣି, ଯାହା ହଉ ସମୁଦ୍ର ପାଖରେ ପହଞ୍ଚିଲି, ବହୁତ ଖୁସି ଲାଗିଲା। କାହିଁକିନା ଏପଟେ ସବୁ ବାଟ ଏକା ହିଁ ଦେଖାଯାଉଛି ମୋତେ, କାହିଁକିନା ମୋତେ ପ୍ରବଳ ଭୟ ଲାଗୁଛି। କାହିଁକିନା ଏପଟେ କେହି ନାହାନ୍ତି, କେହି କୁଆଡ଼େ, ଏକୁଟିଆ ବୋଲିକା ମୁଁ ଏପଟେ। ସେପଟେ ବି ସେଇ ଦେଖ, ସେପଟେ ବି ସେଇ କେହି ନାହାନ୍ତି, ମାନେ ଦୁଇ ପଟ ଯାକ କେହି ନାହାନ୍ତି କୁଆଡ଼େ। ମାନେ ମୋତେ ଏକୁଟିଆ ଭୟ ଲାଗୁଛି ପ୍ରବଳ। ଏଇଟା ବି ବହୁତ ଖାଲୁଆ ଜାଗାଟା, ଏଇଟା ଏପଟ ଏରିଆଟା ଟୋଟାଲ ଖାଲୁଆ ଜାଗାଟା, ଏପଟ ଏରିଆ। ସେଥିପାଇଁ ଏପଟେ କେହି ଆସିନାହାନ୍ତି। ପ୍ରବଳ ଜୋରରେ ଗର୍ଜନ କରୁଛି ସମୁଦ୍ର ଏପଟେ, ପ୍ରବଳ ଜୋର। ସେପଟେ ସ୍ୱର୍ଗଦ୍ୱାର ପଟେ ସେପଟେ ହେବନି ଏତେ ଜୋରେ, କିନ୍ତୁ ଏପଟେ ବହୁତ ଜୋରରେ ଗର୍ଜନ କରୁଛି। କାହିଁକିନା ଏଇଟା ଖାଲ ଏରିଆଟା, ଏପଟେ ଏରିଆ ଏଇଟା ଉଞ୍ଚା ଜାଗାଟା ପୁରା। ଏଇଟା ପୁରା ଖାଲଟା ଦେଖନ୍ତୁ, ପୁରା ଖାଲଟା ଢେଉ ଯୋଉଠୁ ମାରୁଛି ସେଇଠୁ ପୁରା ମାନେ ବୁଡ଼ିଯିବେ ଆପଣ ଏପଟେ ଗଲେ। ବହୁତ ଜାଗା ବୁଲିବା ସବୁ, କେହି କରିନାହାନ୍ତି। ସେପଟ ଲୋକ ଯାଇଛନ୍ତି ପୁରା ସେପଟକୁ, ସେପଟ ଟାପୁ ଆଡ଼ିକି। ମୁଁ ଏକୁଟିଆଟା ନା, ମୁଁ ପଳାଏ, କାହିଁକିନା ସଞ୍ଜ ବୁଡ଼ିଯିବ ଯଦି ମୁଁ ଆଉ ଯାଇପାରିବିନି, ଅନ୍ଧାର ହେଇଯିବ, ପ୍ରବଳ ଭୟ ଲାଗିବ। ସେଇଥିପାଇଁ ପଳେଇବା, ତ ପଳେଇବା। ଯେଉଁ ବାଟରେ ଆଇଥିଲୁ ମୁଁ ସେଇ ବାଟକୁ ଯାଉଛି। ଦେଖ ଏଇପଟେ ଯାଉଛି, ଏଇଠି ମା ଅଛି ପାଖରେ, କିଛି ଟେନସନ୍ ନାହିଁ। ମା ସବୁବେଳେ ପାଖରେ ରହିଥିବ, ଯେତେବେଳେ ଡାକିଦେବ। ହେଇଛି ଏଇ ବାଟ, ଆଉ ଏ ସମୁଦ୍ର ଏଇଠି ଦେଖ, ଏତେ ବାଟରେ ସମୁଦ୍ର ରହିଲା ପରେ କେହି ତ କୁଆଡ଼େ ଲୋକ ନାହାନ୍ତି। ସେଇଥିପାଇଁ ପଳେଇବା କଥା ଏଠୁ, କାହିଁକିନା ଭୟ ଲାଗେ ନା, ସେଇଥିପାଇଁ।
ଏପଟେ କାହିଁ ଏପଟେ ବି ମାନେ କହିବାକୁ ଗଲେ 1 କିଲୋମିଟର ପରେ ହେବ, 1.5 କିଲୋମିଟର ହେବ ମାନେ ଜଙ୍ଗଲଟା ଟୋଟାଲ 1.5 କିଲୋମିଟର ମାନେ ଜଙ୍ଗଲ ନା କିଛି କହିହେବନି। ସେଇଥିପାଇଁ ଆ ଭିତରୁ କେହି ଆସୁନାହାନ୍ତି। ଟୋଟାଲ ଚାରିଆଡ଼େ ଖାଲି ଝାଉଁ ବଣ, ସବୁଆଡ଼େ ଚାରିଆଡ଼େ ଦେଖାଯାଉଛି କିନ୍ତୁ ଟୋଟାଲ ସବୁ ଚାରିଆଡ଼େ ଝାଉଁ ବଣ। ସେଇଥିପାଇଁ ବେଶୀ ଟିକେ ଡର ଲାଗୁଛି। କେହି ନାହାନ୍ତି ନା, ଲୋକ ଥିଲେ ଭୟ ଲାଗିବନି। ପ୍ରବଳ ବାଟ ଚାଲିଗଲି ନହେଲେ କେମିତି ପଳାଏ, କାହିଁକିନା ମୋ ଛାତି ବହୁତ ଜୋରରେ ଧକ୍ 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 ହେଉଛି। ସେ ମାଉସୀ ହେରିକା ଏଠି ଅଧ ବାଟରେ ଅଛନ୍ତି, ତାଙ୍କୁ ପଚାରିବି ସିଏ ଏପଟେ ଯାଆନ୍ତି କି ନାହିଁ, କାହିଁକିନା ବାଟ ବି ଅଛି, ଲୋକ ବି ଆସନ୍ତି ଏପଟକୁ ବୁଲିବାକୁ ନା, ସେଇଥିପାଇଁ ମୁଁ ପଚାରେ। କାହିଁକିନା ଆହୁରି ବି ଗୁଡ଼ାଏ ବାଟ ଭଲ ବାଟ ରହିଲେ ଚାଲିବ, ମାନେ ମୋର ପେସେନ୍ସ ବି ନାହିଁ, ମାନେ ଏତେ ବାଟ ଚାଲିବି ମୁଁ। ସେଇଥିପାଇଁ ହାତ ବି କଣ ହେଇଯାଉଛି, ମାନେ ଏପଟେ ବି ଆସ୍ତେ ଆସ୍ତେ କଟା ହେଉଛି, ମାନେ ଲାଇନ୍ ସବୁ କଟା ହେଉଛି, ମାନେ ଲୋକ ଆସିବେ ପିକନିକ୍ ସ୍ପଟ୍ରେ, ମାନେ ସବୁ ଇଏ କରିବେ, ମାନେ ରୋଷେଇ କରିବେ। କ'ଣ ଶୁଖିଲା ଏପଟେ ତ, ମୁଁ ସେଇଥିପାଇଁ ଅନେଇଲି ସେପଟକୁ, ଶୁଖିଲା ବୋଲି ସେଇଥିପାଇଁ ସେପଟକୁ ଅନେଇ ଟକ୍ ଟାକ୍ ଶୁକୁଛି ପାଖ ଜାଳ ଫାଳ ଭାଙ୍ଗୁଛନ୍ତି ଏପଟେ। ଏତେ ବାଟ ଯାଇକି ଆସୁକୁ ଲୋକ ବି ଆସୁଛନ୍ତି ବୁଲିବାକୁ, ମାନେ କ'ଣ ହେଲେ ଏଇ ଝାଳ ଫାଳ ବୋହି ପୁରା ଆକ୍ରାନ୍ତ ମତେଲି ପ୍ରଚୁର, ଏତେ ବାଟ ଚାଲିକି ଆସିଲା ଭିତରେ ଆକ୍ରାନ୍ତ। ଏଇଠି ଅଧ ବାଟରେ ଆସିକି ଅଟକିଲି, ସମୁଦ୍ର ରହିଲା ଦେଖ କୁଆଡ଼େ କେଉଁ ତଳେ ଯାଇକି, ମାନେ ଏଠି ପୁରା ଖାଲ ଏପଟ ଏରିଆ, କାହିଁକିନା ଏପଟକୁ କମ୍ ଢିପ, ସେପଟେ ପ୍ରବଳ ଖାଲ, ପୁରା ଝାଳ ଫାଳ ବୋହି। ଆଜ୍ଞା ହଁ ହଁ, ପ୍ରବଳ ଭୟ କିନ୍ତୁ ଲାଗିଲା ସେଠି, ସେଇ ସମୁଦ୍ରଠି। କ'ଣ କହିଲେ? କେହି ନାହାନ୍ତି ନା ସେପଟେ, ସେଇଥିପାଇଁ ପ୍ରବଳ ଭୟ ଲାଗିଲା। ଆଉ ଦେଖିଲୁ ତ ଦରିଆ ଆଡ ଦେଖିଲୁ। ଆଜ୍ଞା, ତମ ନାଁ କ'ଣ? ଆମ ନାଁ ହଉଛି ତିତି ଆଉ ନୁଚନା। ତିତି ଲୁଚନା, ତମ ନାଁ କ'ଣ? ମାଉସୀ ନା ବର୍ତ୍ତମାନ ପାଇଁ, ଆଜ୍ଞା ମାଉସୀ ବର୍ତ୍ତମାନ ପଳେଇଲେ। ଆଉ ମାନେ ପୁରା ଆକ୍ରାନ୍ତ ହେଲେ ପୁରା ମୋତେ ପ୍ରବଳ ଝାଳ ଫାଳ ହୋଇକି, ଆଉ ମୁଁ ଯିବିନି। ଆଉ ଥରେ ବି ଆସିଲେ ମୋତେ କିଏ ଡାକିଲେ ବି ମୁଁ ଯିବିନି, ଏତେ ବାଟ ଏକୁଟିଆ ନା ପ୍ରବଳ ଭୟ ଲାଗୁଛି। ଲୋକ ବି ଆସୁଛନ୍ତି ଆଗରେ, ସିଏ ବି ହଉ ଆସିବା କଥା ଆସିଲେ ଯାହା ହବ, ପ୍ରଭୁ ଆସ୍ତେ ଆସ୍ତେ ଯିବା। ଫଟୋ ଉଠେଇଦେବ? ଆଜ୍ଞା, ହଉ ଉଠେଇଦେବା।